ପାଞ୍ଚ ଦିନରେ ଭାରତୀୟ 4 ବ୍ୟାଟ୍ସମ୍ୟାନଙ୍କ ଦେହରେ ଲାଗିଲା କଳା ଦାଗ। ପ୍ରଥମ ଟେଷ୍ଟ ଇଂଲଣ୍ଡ ପାଖରୁ ହାରିଲା ଭାରତ। ଏହି ମ୍ୟାଚ୍ ହାରିଲା ପରେ ଟେଷ୍ଟ କ୍ରିକେଟରେ 148 ବର୍ଷର ରେକର୍ଡ ଭାଙ୍ଗି ଯାଇଛି। 1928 ମସିହାରେ ଅଷ୍ଟ୍ରେଲିଆର 4 ବ୍ୟାଟ୍ସମ୍ୟାନ 4ଟି ଶତକ କରିଥିଲେ। 4 ବ୍ୟାଟ୍ସମ୍ୟାନ 4 ଶତକ କଲା ପରେ ମଧ୍ୟ ଅଷ୍ଟ୍ରେଲିଆ 1928 ମସିହାରେ ଏହି ମ୍ୟାଚ୍କୁ ହାରିଥିଲା। ଠିକ୍ ଏହାର 148 ବର୍ଷ ପରେ ମାନେ ଗତକାଲି ଇଂଲଣ୍ଡ ପାଖରୁ ଭାରତ ହାରିଯାଇଛି, ଯାହାଫଳରେ କି ଏବେ ଚର୍ଚ୍ଚା ବଢ଼ିଯାଇଛି ଯେ 1928 ମସିହାରେ ଅଷ୍ଟ୍ରେଲିଆ 4 ବ୍ୟାଟ୍ସମ୍ୟାନ 4 ଶତକ କରିଥିଲେ ଏବଂ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ହାରିଥିଲା। ଭାରତ ଇଂଲଣ୍ଡ ପ୍ରଥମ ମ୍ୟାଚ୍ର ପ୍ରଥମ ଇନିଂସରେ ଯଶସ୍ୱୀ ଜୟସୱାଲ, ଶୁଭମ ଗିଲ୍, ରିଷଭ ପନ୍ତ ଶତକ କରିଥିଲା ବେଳେ ଦ୍ୱିତୀୟ ଇନିଂସରେ କେଏଲ୍ ରାହୁଲ, ରିଷଭ ପନ୍ତ ଶତକ କରିଥିଲେ। ଏହି 4 ବ୍ୟାଟ୍ସମ୍ୟାନ 5ଟି ଶତକ କଲା ପରେ ମଧ୍ୟ ଭାରତ ଏହି ମ୍ୟାଚ୍କୁ ହାରିଯାଇଛି। ଏବେ ମ୍ୟାଚ୍ ହାରିଲା ପରେ ଚର୍ଚ୍ଚା ବଢ଼ିଯାଇଛି ଯେ ଭାରତ ହାରିବାର ମୁଖ୍ୟ କାରଣ କ'ଣ? ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତ ଖେଳିଛି 11ଟି ଟେଷ୍ଟ ଏବଂ 7ଟି ମ୍ୟାଚ୍ ହାରିଥିଲା ବେଳେ 3ଟି ମ୍ୟାଚ୍ ଜିତିଛି ଆଉ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି। ଏବେ ଇଂଲଣ୍ଡ ଉପରେ ନଜର ରହିଛି ଯେ ଦ୍ୱିତୀୟ ମ୍ୟାଚ୍ କ'ଣ ହେବ ଏବଂ ସମସ୍ତଙ୍କ ଆଶା ରହିଛି ଦ୍ୱିତୀୟ ମ୍ୟାଚ୍ ଭାରତ ଜିତିବ ବୋଲି। ଦର୍ଶକ କମେଣ୍ଟ କରି କୁହନ୍ତୁ ଦ୍ୱିତୀୟ ମ୍ୟାଚ୍ କିଏ ଜିତିବ।